ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ଼ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି। ଏହା ଜାନୁଆରୀ 6ରୁ ଆରମ୍ଭ ହୋଇ ଜାନୁଆରୀ 16 ପର୍ଯ୍ୟନ୍ତ ପଞ୍ଜୀକରଣ କରିହେବ। ପରିବାରର ମୁଖ୍ୟ ମହିଳାଙ୍କ ନାଁରେ ଏହି କାର୍ଡ଼ର ଆବେଦନ କରିପାରିବେ। www.bsky-navin.gov.in ପୋର୍ଟାଲରେ ଆବେଦନ କରିପାରିବେ। ନିଜ ମୋବାଇଲ ଓ କମ୍ପ୍ୟୁଟର ସାହାଯ୍ୟରେ ଏହି ପୋର୍ଟାଲକୁ ଯାଇ ଆବେଦନ କରିପାରିବେ। ମୋ ସେବା କେନ୍ଦ୍ରରେ ବିନା ଦେୟରେ ମଧ୍ୟ ଏହାକୁ ଆବେଦନ କରିପାରିବେ। ଆସନ୍ତୁ ଜାଣିବା BSKY ନବୀନ କାର୍ଡ଼ରେ କ'ଣ ସବୁ ସୁବିଧା ରହିଛି। 1ରେ ରାଜ୍ୟ ଓ ରାଜ୍ୟ ବାହାରେ 8530 ମେଡ଼ିକାଲରେ ମାଗଣାରେ ଚିକିତ୍ସାର ସୁବିଧା ରହିଛି। 2ରେ ପରିବାରର ପ୍ରତ୍ୟେକ ମେମ୍ବର ପାଇଁ ବାର୍ଷିକ 5 ଲକ୍ଷ ଓ ମହିଳାମାନଙ୍କ ପାଇଁ ବାର୍ଷିକ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ମିଳିଥାଏ। ବଡ଼ ବଡ଼ ରୋଗର ଚିକିତ୍ସା ଯେପରି ହାର୍ଟ ଆଟାକ୍, କିଡ଼ନୀ ରୋଗ, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର, ପୋଡ଼ାଜଳା ଓ କ୍ୟାନ୍ସର ଭଳି ବଡ଼ ବଡ଼ ରୋଗର ଚିକିତ୍ସା ଏହି କାର୍ଡ଼ ମାଧ୍ୟମରେ ମାଗଣାରେ କରିପାରିବେ। ଏବେ ଆସନ୍ତୁ ଜାଣିବା ଏହି କାର୍ଡ଼ କେଉଁ ବ୍ୟକ୍ତିମାନେ ଆପ୍ଲାଏ କରିପାରିବେ। BSKY ନବୀନ କାର୍ଡ଼ ପାଇଁ ଜଣେ ବ୍ୟକ୍ତି ଗ୍ରାମୀଣ ବ୍ୟକ୍ତି ହୋଇଥିବା ଦରକାର। ପରିବାରରେ କେହି ସରକାରୀ ଚାକିରି କରୁନଥିବେ ଏବଂ କେହି ପେନସନଧାରୀ ହୋଇନଥିବେ। ଟ୍ୟାକ୍ସ ଦେଉଥିଲେ ମଧ୍ୟ ଏହି କାର୍ଡ଼ ପାଇଁ ଯୋଗ୍ୟ ହେବେ ନାହିଁ। ପରିବାରରେ ରାସନ କାର୍ଡ଼ ଥିଲେ ମଧ୍ୟ ଏହି କାର୍ଡ଼ ପାଇଁ ଆପ୍ଲାଏ କରିପାରିବେ ନାହିଁ। ରାସନ କାର୍ଡ଼ ଯେଉଁମାନଙ୍କର ଅଛି ସେହିମାନେ ପ୍ରଥମରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅନ୍ତର୍ଭୁକ୍ତରେ ରେଜିଷ୍ଟ୍ରେସନରେ ଅଛନ୍ତି। ତେଣୁ ରାସନ କାର୍ଡ଼ ଥିଲେ କୌଣସି ବ୍ୟକ୍ତି ଏହି କାର୍ଡ଼ ଆପ୍ଲାଏ କରିପାରିବେ ନାହିଁ। ଏବେ ଆସନ୍ତୁ ଜାଣିବା ଏହି କାର୍ଡ଼ ଆପ୍ଲାଏ କରିବା ପାଇଁ କେଉଁ କେଉଁ ଡକୁମେଣ୍ଟର ଆବଶ୍ୟକତା ହୋଇଥାଏ। ପରିବାରର ମୁଖ୍ୟ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବା ମହିଳାଙ୍କ ନାଁରେ ଏହି କାର୍ଡ଼ ପଞ୍ଜୀକରଣ ହୋଇଥାଏ। କାର୍ଡ଼ରେ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ମଧ୍ୟ ଆଡ଼ ହୋଇଥାଏ। ଆବେଦନକାରୀଙ୍କର ଆଧାର କାର୍ଡ଼ ହୋଇଥିବା ଦରକାର। ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଥିବା ଦରକାର। ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବର ଅଛି ସେହି ମୋବାଇଲ ଆକ୍ଟିଭ ଥିବା ଦରକାର। ମୋବାଇଲରେ ମେସେଜ ଏବଂ କଲର ଯିବା ଆସିବା ହେଉଥିବା ନିହାତି ଦରକାର। ଆବେଦନକାରୀଙ୍କର ଭୋଟର ଆଇ କାର୍ଡ଼ ଥିବା ଦରକାର। ଆବେଦନକାରୀଙ୍କର ପାସପୋର୍ଟ ଫଟୋ ଏବଂ ପରିବାରର ସବୁ ସଦସ୍ୟଙ୍କର ଆଧାର କାର୍ଡ଼ ଥିବା ଦରକାର। ଯଦି କାହାର ଆଧାର କାର୍ଡ଼ ନାହିଁ, ଅଣ୍ଡରଟେକିଂ ଲେଖିବେ ଏବଂ ଜୁନ୍ 30 ଡେଟ୍ ଭିତରେ ଆଧାର କାର୍ଡ଼ ଆପ୍ଲାଏ କରି ଜୁନ୍ 30 ପୂର୍ବରୁ ଦାଖଲ କରିବେ। BSKY ନବୀନ କାର୍ଡ଼ ରେଜିଷ୍ଟ୍ରେସନ ଜାନୁଆରୀ 6ରୁ ଜାନୁଆରୀ 16 10 ଦିନ ଧରି ପଞ୍ଜୀକରଣ ଅନଲାଇନ୍ ମାଧ୍ୟମରେ କରାଯାଉଅଛି। www.bsky-navin.gov.in ପୋର୍ଟାଲରେ ଆବେଦନ କରିପାରିବେ। ନିଜ ମୋବାଇଲ ଓ କମ୍ପ୍ୟୁଟର ସାହାଯ୍ୟରେ ଆବେଦନ କରିପାରିବେ। ନହେଲେ ନିକଟସ୍ଥ ମୋ ସେବା କେନ୍ଦ୍ରରେ ବିନା ଦେୟରେ ମଧ୍ୟ ଆବେଦନ କରିପାରିବେ।